ନମସ୍କାର। ଆପଣମାନଙ୍କୁ ମୋର ଏହି ୟୁଟ୍ୟୁବ୍ ଚ୍ୟାନେଲ୍ ମେଡ୍ ଇନ୍ ଓଡ଼ିଶାରେ ଅନେକ ଅନେକ ସ୍ୱାଗତ। ଭେଜିଟେରିଆନ୍ ମାନଙ୍କ ପାଇଁ ଏହି ରେସିପି କିଛି ନନଭେଜ୍ ଠାରୁ କମ୍ ନୁହେଁ। ମୁଁ ଆଜି ଆପଣମାନଙ୍କ ସାଙ୍ଗରେ ସେୟାର କରିବି ଛତୁ ଭଜାର ରେସିପି। ଆସନ୍ତୁ ଭିଡ଼ିଓଟିକୁ ଷ୍ଟାର୍ଟ କରିନେବା। ଛତୁ ଭଜାର ରେସିପି ପାଇଁ ମୁଁ ଏଠି 400 ଗ୍ରାମର ପାଳ ଛତୁ ନେଇଯାଇଛି। ଆପଣମାନେ ଆପଣଙ୍କ ହିସାବରେ ପାଳ ଛତୁ ନେଇପାରିବେ କିମ୍ବା ଆପଣମାନେ ବଟମ୍ ଛତୁ ବି ନେଇପାରିବେ। ମୁଁ ଏଠି ପାଳ ଛତୁ ନେଇଛି, ତାହେଲେ ଯାଇ ପାଳ ଛତୁର ଟେଷ୍ଟଟା ବହୁତ ଭଲ ଆସେ, ସେଥିପାଇଁ ମୁଁ ଏଠି ପାଳ ଛତୁ ନେଇଛି। ଆପଣମାନେ ଚାହିଁଲେ ଆପଣଙ୍କ ହିସାବରେ ଛତୁ ନେଇପାରିବେ। ଆପଣମାନଙ୍କୁ ପାଳ ଛତୁ ଖାଇବା ପାଇଁ ଭଲ ଲାଗେ କି ନାହିଁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ। ଏବେ ଦେଖନ୍ତୁ ମୁଁ ଏଠି ଏହି 400 ଗ୍ରାମର ପାଳ ଛତୁକୁ ନେଇ ତାକୁ ଭଲ ଭାବେ ଧୋଇ ତାକୁ କାଟି ନେଇଛି। ଆପଣମାନେ ଯେତେବେଳେ ବି ପାଳ ଛତୁକୁ ଧୋଇବେ ସେତେବେଳେ ହଳଦୀ ପାଣିରେ ହିଁ ଧୋଇବେ, ତାହେଲେ ତାର ଯେତିକ ବି ପୋକ ଯାହା ବି ଥିବ ଜୀବାଣୁ ସେସବୁ ମରିଯିବେ। ଏବେ ଦେଖନ୍ତୁ ମୁଁ ଏଠି ପାଳ ଛତୁକୁ ବହୁତ ଭଲ ଭାବେ ତାକୁ ଧୋଇ ହଳଦୀ ପାଣିରେ ତାକୁ ଛୋଟ ଛୋଟ କରି କାଟି ନେଇଛି ମୋ ହିସାବରେ। ଆପଣମାନେ ଆପଣଙ୍କ ହିସାବରେ ଛୋଟ ଛୋଟ କରି କାଟି ନେବେ। ପାଳ ଛତୁକୁ ଭଲ ଭାବେ ଧୋଇ ସାରିବା ପରେ ଏବେ ଆସନ୍ତୁ ଆମେ ପାଳ ଛତୁ ଭାଜିବା ପାଇଁ କରେଇକୁ ଭଲ ଭାବେ ଗରମ କରିନେବା। ପାଳ ଛତୁ ଭାଜିବା ପାଇଁ ମୁଁ ଏଠି କରେଇକୁ ଭଲ ଭାବେ ଗରମ କରି ସେଥିରେ ମୁଁ ତେଲ ଆଡ଼୍ କରିନେଲି। ତେଲ ଭଲ ଭାବେ ଗରମ ହେଇଯିବା ପରେ ଆପଣମାନେ ଏହି ଯେଉଁ ପାଳ ଛତୁକୁ ଧୋଇ ରଖିଥିଲେ ଏହି ପାଳ ଛତୁକୁ ପକାଇ ନେବେ ଏହି ତେଲରେ। ତେଲକୁ ବହୁତ ଭଲ ଭାବେ ଗରମ ହେବା ପାଇଁ ଛାଡ଼ି ସାରିବା ପରେ ଏବେ ଦେଖନ୍ତୁ ତେଲ ଭଲ ଭାବେ ଗରମ ହେଇଯିବା ପରେ ମୁଁ ଏବେ ପକାଇ ନେଉଛି ଆମେ ଯେଉଁ ଧୋଇ ରଖିଥିଲେ ପାଳ ଛତୁକୁ। ଏବେ ଦେଖନ୍ତୁ ପାଳ ଛତୁ ଉପରେ ସ୍ୱାଦ ଅନୁସାରେ ଲୁଣ ପକାଇ ନେବା। ଆପଣମାନେ ଆପଣଙ୍କ ହିସାବରେ ଲୁଣ ପକାଇ ନେବେ। ଏବେ ଦେଖନ୍ତୁ ମୁଁ ସେଥିରେ ହଳଦୀ ଗୁଣ୍ଡ ଆଡ଼୍ କରିନେଉଛି। ମୁଁ ଏଠି ମୋ ହିସାବରେ ଲୁଣ ହଳଦୀ ଦେଇଛି, ଆପଣମାନେ ଆପଣଙ୍କ ହିସାବରେ ଲୁଣ ହଳଦୀ ଦେଇଦେବେ। ଏବେ ଦେଖନ୍ତୁ ପାଳ ଛତୁକୁ ଏପଟ ସେପଟ କରି ଭଲ ଭାବେ ଲେଉଟାଇ ନେବା, ଯାହାଫଳରେ କି ଲୁଣ ଏବଂ ହଳଦୀ ପାଳ ଛତୁରେ ଭଲ ଭାବେ ଯାଇ ଲାଗିପାରିବ। ପାଳ ଛତୁକୁ 2 ମିନିଟ୍ ପର୍ଯ୍ୟନ୍ତ ଭଲ ଭାବେ ଭାଜି ନେବେ, ଯାହାଫଳରେ କି ଛତୁରୁ ଯେତେ ସାରା ପାଣି ଥିବ ସେ ସବୁ ଉପରକୁ ଉଠିପାରିବ। ଏବେ ଦେଖନ୍ତୁ 2 ମିନିଟ୍ ପରେ ଆପଣମାନେ ଦେଖିପାରୁଥିବେ 2 ରୁ 3 ମିନିଟ୍ ପରେ ପାଳ ଛତୁରୁ ପାଣି ବହୁତ ଭଲ ଭାବେ ବାହାରିବାକୁ ଲାଗିଲାଣି। ଆପଣମାନେ ଚାହିଁଲେ ଏହି ପାଣିକୁ ଭଲ ଭାବେ ଫୁଟେଇ ମାରିପାରିବେ, ନହେଲେ ଏହି ପାଳ ଛତୁକୁ ଗୋଟେ ଛଙ୍କା ସାହାଯ୍ୟରେ ଛାଙ୍କି ପାରିବେ। ପାଳ ଛତୁରୁ ପାଣିକୁ ଛାଙ୍କି ସାରିବା ପରେ ଛତୁ ଗୁଡ଼ିକ ଛଙ୍କାରେ ରହିଯାଏ, ପାଣି ଗୁଡ଼ିକ ବାହାରିଯାଏ। ଏବେ ଦେଖନ୍ତୁ ସେହି କରେଇରେ ମୁଁ କିଛି ତେଲ ପକାଇ ନେଲି ଛତୁ ଭାଜିବା ପାଇଁ। ତେଲ ଭଲ ଭାବେ ଗରମ ହେଇଯିବା ପରେ ଏବେ ସେଥିରେ ମୁଁ 2ଟି ପିଆଜକୁ କାଟି ରଖି ନେଇଥିଲି। ଏବେ ସେହି କଟା ପିଆଜକୁ ପକାଇ ନେବା ଏହି ତେଲରେ, ତାକୁ ଭଲ ଭାବେ ଭାଜି ନେବା ଯେପର୍ଯ୍ୟନ୍ତ ପିଆଜ ଗୁଡ଼ିକ ଗୋଲ୍ଡେନ୍ ବ୍ରାଉନ୍ ନ ହେଇଛି। ତାହେଲେ ଯାଇ ପିଆଜ ଗୁଡ଼ିକ ଗୋଲ୍ଡେନ୍ ବ୍ରାଉନ୍ ହେଲେ ତାହେଲେ ଯାଇ ତାର ଟେଷ୍ଟ ବହୁତ ଭଲ ଆସିବ ଛତୁ ଭଜାରେ। ଏବେ ଦେଖନ୍ତୁ ଏହି ପିଆଜକୁ ମୁଁ ଭଲ ଭାବେ ଗୋଲ୍ଡେନ୍ ବ୍ରାଉନ୍ ହେବା ପର୍ଯ୍ୟନ୍ତ ଛାଡ଼ି ଦେଉଛି। ଆପଣମାନଙ୍କୁ ଛତୁ ଭଜା ସହିତ ପଖାଳ ଭାତ ଖାଇବା ପାଇଁ ଭଲ ଲାଗେ କି ନାହିଁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ। ଏବେ ଦେଖନ୍ତୁ ପିଆଜ ଗୁଡ଼ିକୁ ମୁଁ ଭଲ ଭାବେ ଗୋଲ୍ଡେନ୍ ବ୍ରାଉନ୍ ହେବା ପର୍ଯ୍ୟନ୍ତ ଛାଡ଼ି ଦେଉଛି। ଏବେ ଆପଣମାନେ ତ ଭିଡ଼ିଓରୁ ଦେଖିପାରୁଥିବେ ପିଆଜ ଗୁଡ଼ିକ ଟିକେ ଟିକେ ଗୋଲ୍ଡେନ୍ ବ୍ରାଉନ୍ ହେବାକୁ ଲାଗିଲାଣି 2 ରୁ 3 ମିନିଟ୍ ପରେ। ଏବେ ଦେଖନ୍ତୁ ଆମେ ଯେଉଁ ଛାଙ୍କି ରଖିଥିଲେ ଛତୁ ଗୁଡ଼ିକୁ, ଏବେ ଏହି ଛତୁ ଗୁଡ଼ିକୁ ପକାଇ ନେବା ଏହି ପିଆଜ ଉପରେ। ଆପଣମାନେ ଯେତେବେଳେ ବି ଛତୁ ଭଜା ବନାନ୍ତୁ ନା କାହିଁକି ପିଆଜ ଗୁଡ଼ିକ ଠିକ୍ ଏହି ଷ୍ଟେଜ୍ରେ ହେବା ମାତ୍ରେ ଆପଣମାନେ ଛତୁ ଗୁଡ଼ିକୁ ପକାଇ ନେବେ ପିଆଜ ସହିତ, ତାହେଲେ ଯାଇ ତାର ଟେଷ୍ଟ ବହୁତ ଭଲ ଆସିଥାଏ ଛତୁ ଭଜାରେ। ଏବଂ ପଖାଳ ଭାତ ଖାଇବା ପାଇଁ ଏହାର କମ୍ବିନେସନ୍ ବେଶ୍ ଜମିବ। ଆପଣମାନେ ଥରେ ନିଶ୍ଚୟ ଟ୍ରାଏ କରନ୍ତୁ ଏହିପରି ଭାବେ ଛତୁ ଭଜାକୁ। ଏବେ ଦେଖନ୍ତୁ ଛତୁକୁ ପିଆଜ ସହିତ ଭଲ ଭାବେ ମିଶାଇ ସାରିବା ପରେ ଏବେ ସେଥିରେ ମୁଁ ପକାଇ ନେଲି କିଛି ଧଣିଆ ଗୁଣ୍ଡ ଏବଂ ସେଥିରେ କିଛି ଆଡ଼୍ କରିନେଉଛି ଲଙ୍କାଗୁଣ୍ଡ। ଆପଣମାନେ ଆପଣଙ୍କ ହିସାବରେ ଧଣିଆ ଏବଂ ଲଙ୍କାଗୁଣ୍ଡ ପକାଇ ନେବେ। ଏବେ ସେଥିରେ ମୁଁ କିଛି ଆଡ଼୍ କରିନେଉଛି ଗରମ ମସଲା, ଚିକେନ୍ ମସଲା। ଆପଣମାନେ ଆପଣଙ୍କ ହିସାବରେ ଯାହା ବି ଗୁଣ୍ଡ ମସଲା ଆଭେଲେବୁଲ୍ ଥିବ ଆପଣମାନେ ପକାଇ ପାରିବେ। ଏବେ ସେ ସବୁକୁ ଭଲ ଭାବେ ଛତୁ ସହିତ ମିଶାଇ ନେବା, ଯାହାଫଳରେ କି ଛତୁରେ ଟେଷ୍ଟ ବହୁତ ଭଲ ଆସିବ। ଆପଣମାନେ ବି ଥରେ ଏହିପରି ଭାବେ ନିଶ୍ଚୟ ଟ୍ରାଏ କରନ୍ତୁ ଛତୁ ଭଜାର ରେସିପି ଏବଂ ଏହାର ଟେଷ୍ଟ କେମିତି ଆସୁଛି କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ। ଏବେ ଦେଖନ୍ତୁ ଆମର ଏଠି ପରଫେକ୍ଟ ଭାବେ ବନିଯାଇଛି ପାଳ ଛତୁର ଭଜା। ମୁଁ ତାକୁ ଗୋଟେ ପ୍ଲେଟ୍କୁ ସର୍ଭ କରିନେଉଛି। ଆପଣମାନେ ଥରେ ଏହିପରି ଭାବେ ନିଶ୍ଚୟ ଟ୍ରାଏ କରନ୍ତୁ ପାଳ ଛତୁର ଭଜା, ତା ବି ପୁଣି ଏହିପରି ଭାବେ, ତାହେଲେ ଯାଇ ତାର ଟେଷ୍ଟ କେମିତି ଆସୁଛି କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ। ପଖାଳ ଭାତ ହେଉ କିମ୍ବା ଗରମ ଭାତ ହେଉ କିମ୍ବା ରୁଟିରେ ହେଉ ଯାହାରେ ଖାଇଲେ ଏହି ଛତୁ ଭଜାର କମ୍ବିନେସନ୍ ବେଶ୍ ଜମିବ। ଆପଣମାନେ ଥରେ ଏହିପରି ଭାବେ ନିଶ୍ଚୟ ଟ୍ରାଏ କରନ୍ତୁ ଛତୁ ଭଜାର ରେସିପି, ଆଉ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ ଏହି ରେସିପି ଆପଣମାନଙ୍କୁ କେମିତି ଲାଗିଲା। ମୋର ଯଦି ଏହି ଭିଡ଼ିଓ ଆପଣମାନଙ୍କୁ ଭଲ ଲାଗିଥାଏ ତେବେ ଲାଇକ୍, ସେୟାର, ସବସ୍କ୍ରାଇବ୍ ନିଶ୍ଚୟ କରନ୍ତୁ। ପାଖରେ ଥିବା ବେଲ୍ ଆଇକନ୍କୁ ଦବାଇ ଅଲ୍ ନୋଟିଫିକେସନ୍ ଉପରେ କ୍ଲିକ୍ କରିଦିଅନ୍ତୁ,
ମୋର ଯେତିକ ବି ନୂଆ ନୂଆ ରେସିପି ଭିଡ଼ିଓ ଆସିବ ସର୍ବପ୍ରଥମେ ଆପଣମାନଙ୍କ ପାଖରେ ପହଞ୍ଚି ପାରିବ। ଆଉ ମୋ ଚ୍ୟାନେଲର ଯେତେଟା ବି ଭିଡ଼ିଓ ଆସିବ ସର୍ବପ୍ରଥମେ ଆପଣମାନଙ୍କ ପାଖରେ ପହଞ୍ଚି ପାରିବ। ମୋର ଯଦି ଏହି ଭିଡ଼ିଓ ଆପଣମାନଙ୍କୁ ଭଲ ଲାଗିଥାଏ ତେବେ ମୋ ଚ୍ୟାନେଲକୁ ଲାଇକ୍ କରି ସବସ୍କ୍ରାଇବ୍ କରିଦିଅନ୍ତୁ। ପୁଣି ଦେଖା ହେବ ନେକ୍ସଟ ଭିଡ଼ିଓରେ। ରହୁଛି ନମସ୍କାର, ଜୟ ଜଗନ୍ନାଥ।